ଭାଇ ମାନେ ଚରମ୍ପା ମାର୍କେଟ ଭାଙ୍ଗି ଯାଇଛି। କିଛି ଲୋକଙ୍କ ଗର୍ବ ବି ଭାଙ୍ଗି ଯାଇଛି। ଆଉ କିଛି ଲୋକ ଗର୍ବ କରୁଛନ୍ତି କି ମାର୍କେଟ ଭାଙ୍ଗିଲା ପରେ ବି ଆମର ଦୋକାନ ଅଛି, ଆମେ ଚଳିଯିବୁ, ଆମ ଦୋକାନ ଚାଲିବ, ଆମ ଦୋକାନରେ ବେପାର ହବ। ସେମାନଙ୍କୁ ମୁଁ କହି ନଉଛି ଭାଇ ମାନେ, ଯେତେବେଳେ ମାର୍କେଟ ର ଗୋଟେ ବି ଦୋକାନ ରହିବନି ସେତେ ତମେ କେମିତି ବେପାର କରିବ? ଲୋକଙ୍କର ମାଇଣ୍ଡ ସେଟ ତ ଚେଞ୍ଜ ହେଇଯିବ ନା। ଲୋକମାନେ ତ ମାର୍କେଟକୁ ଆସିବେ ହିଁ ନାହିଁ। ଜଣେ ଲୋକ ଖାଲି ଗୋଟିଏ ଜିନିଷ ନବା ପାଇଁ ଆସେନି। ଜଣେ ଲୋକ ଯେତେବେଳେ ମାର୍କେଟ ଆସେ ସେ ସବୁ ଜିନିଷ ନବା ପାଇଁ ଆସେ। ପାନ କତରୁ ନେଇକି ମେଡିସିନ କତରୁ ଚପଲ କତରୁ ଡ୍ରେସ ପର୍ଯ୍ୟନ୍ତ ସବୁ ଜିନିଷ ନବା ପାଇଁ ଆସେ। ସେ ତ ଗୋଟେ ଜିନିଷ ପାଇବ, ଆଉ ଗୋଟେ ଜିନିଷ ପାଇଁ ଭଦ୍ରକ ଯାଇତେ ପଡିବ, ସେ କେବେ ଏଠୁ କିଣିବନି। ଏଇଟା ତମ ମାନେ ବୁଝିଯାଅ। ଯେତେବେଳେ ମାର୍କେଟ ଭାଙ୍ଗୁଛି ନା, ତାହେଲେ ସବୁ କିଛି ନେଇଗଲା। କିଛି ନାହିଁ ଭାଇ, ସମସ୍ତେ ଯେମିତି ଅଛନ୍ତି ସେମିତି। ବେଶୀ କଷ୍ଟ ହଉଛି ସେଇ ଲୋକଙ୍କ ପାଇଁ ଯୋଉ ଲୋକ 1970 ମସିହାରେ ଦୋକାନ କଲାଣି। ମାନେ ଏମିତି କୋଉ ଦିନ ନାହିଁ ତାର ବନ୍ଦ ନାହିଁ ଦୋକାନ ଆସିବା। ସବୁଦିନ ଦୋକାନ ଆସୁଛି, କାରଣ ତା ବୁଢା ବା ତାକୁ ସାଙ୍ଗରେ ନେଇକି ଆସିକି ଦୋକାନରେ ବସେଇଥିଲା। ଆଜିକି ତାର 50-55 ବର୍ଷ ହେଲାଣି। ସେମାନେ ବେପାର କରିଚାଲିଛନ୍ତି। ସେଇ ଲୋକର ଯେତେବେଳେ ଦୋକାନ ଭାଙ୍ଗି ଯାଉଛି ନା, ସେ ଯେତେବେଳେ ଘରେ ବସିକି ରହିବ, 10-12 ଘଣ୍ଟା ଘରେ ରହିବ, ସେତେବେଳେ ସିଚୁଏସନ ଭାବ ମରିଗଲା ଭଳିଆ ଲାଗିବ। ସେଇ ଜିନିଷଟା ବେଶୀ ବାଧୁଛି। ମାର୍କେଟ ଭାଙ୍ଗଲା ଭଲ ହେଲା, କିଛି ପ୍ରୋବ୍ଲେମ ନାହିଁ, କିନ୍ତୁ ଗଭର୍ଣମେଣ୍ଟ କୁ କିଛି ନା କିଛି ଆକ୍ସନ ନବାର ଥିଲା। ଏ ଜିନିଷଟା ସେମାନଙ୍କୁ ଫୁଙ୍କାଡି ଦେବାର ନଥିଲା। ଏମିତି ଫିଙ୍ଗି ଦେଲେ ତାଙ୍କ ପରିବାର ନଷ୍ଟ ହେଇଯିବ, ତାଙ୍କ ପେଟ ପଟଣ। ବୁଝିପାରୁଛନ୍ତି ତ? ପେଟ ପଟଣ କଥା। ସେମାନେ 1970 ମସିହାରେ ଦୋକାନ କଲେଣି, ସିଏ ଆଉ କଣ ବିଜନେସ କରିପାରେ? ଅଲଗା ଜାଗାରେ ବିଜନେସ କରିବା ପାଇଁ ପୁଣି ଷ୍ଟାର୍ଟିଂ କରତେ ପଡିବ। ବୁଝିପାରୁଛନ୍ତି? ଆଉ କିଛି ଲୋକ ଅଛନ୍ତି, ମତେ ବେଶୀ ରାଗ ଲାଗୁଛି, କିଛି ଲୋକଙ୍କର ନା ଦୋକାନ ଅଛି, ନା ସେ ବେପାର କରୁଛନ୍ତି, କିଛି ନାହିଁ, କିନ୍ତୁ ଏଇ ଜିନିଷଟାକୁ ଏତେ ମାନେ ମାତ୍ରାରେ ଏମିତି ମାନେ ସ୍ମଗଲ କଲା ଭଳିଆ କରୁଛନ୍ତି। ମାନେ ଦୋକାନ ମାନେ ପୁରା ରିଆକ୍ସନ ଅଲଗା ପ୍ରକାର ହଉଛି। ତାଙ୍କର ଘରେ କିଛି ଖାଇବା ପିଇବା କଣ ପ୍ରୋବ୍ଲେମ ଭାଇ, ତାଙ୍କ ଘର କଥା ବି ତାଙ୍କୁ ବାସି ବାଦରେ ବି ପଚାରନ୍ତିନି। ତାଙ୍କ ଘରେ ତାଙ୍କର ଦୋକାନ ନାହିଁ ନା, କିଛି ବେପାର ଅଛି ନା, କିଛି ନାହିଁ, କିନ୍ତୁ ତାଙ୍କର କଥାବାର୍ତ୍ତା, ତାଙ୍କର ଆଟିଟ୍ୟୁଡ, ତାଙ୍କର ବିହେଭିୟର ଲୋକମାନଙ୍କୁ ବହୁତ ଖରାପ ସିଚୁଏସନରେ ପକେଇ ଦଉଛି। ସେଇମାନଙ୍କୁ କହିବେ ଭାଇ ତମ ଘର ଦେଖ ନା, ତମେ ଏ ଜିନିଷରେ କାହିଁକି ମୁଣ୍ଡ ପୁରଉଛ? ତମ କଥା ଦେଖ ନା, ତମ ପଛରେ କେତେ ଜିନିଷ ଅଛି ଭାଇ।